ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ସସ୍ମିତା ପଣ୍ଡା ଆପଣମାନଙ୍କୁ ଦ ହାର୍ଟ ଟିକରକୁ ସ୍ୱାଗତ ଜଣାଉଛି। ଯଦି ମୋ ଅନୁଭବଟି ଆପଣଙ୍କୁ ଭଲ ଲାଗିଲା, ଲାଇକ୍, ସେୟାର, ସବସ୍କ୍ରାଇବ୍ କରତେ ଭୁଲିବେନି। ଆପଣମାନେ ଜାଣନ୍ତି ଯେ କି ବହି ଯାଇଥିବା ପାଣିଟି ଯଦି ବହୁଥିବ ନା, ତେବେ ତାର ସୁନ୍ଦରତା ତାର ନିଜ ସ୍ୱଧର୍ମରେ ସେ ରହିପାରେ। ଆଉ ଯଦି ସେଇ ପାଣି ଗୋଟେ ଟୁବ, ଖାଲ, ପୋଖରୀରେ ଜମିଯାଏ ନା, ସେତେବେଳେ ତା ଦେହରୁ ଦୁର୍ଗନ୍ଧ ବାହାରେ। ଅନେକ ପ୍ରକାର କିଡ଼େ ମକୋଡ଼େ ତା ଭିତରେ ରହିଯାଆନ୍ତି। ତେବେ ମଣିଷ ଜୀବନଟା ତ ସେଇଆ ନା। ଆମର ରାତି ପାଇଲା ବେଳୁ ଅନେକ ଅନୁଭବ ଆମକୁ ଆସେ। ବହିଲା ପାଣି ଭଳିଆ ସେଟା ବହିଯାଏ। କିନ୍ତୁ ଆମେ ହଠାତ୍ ଗୋଟେ ସିଚୁଏସନରେ ଅଟକି ଯାଆନ୍ତି। ଆଉ ମନକୁ ଥରିଯାଏ ସେ ଅନୁଭବ। ସେ କଥା ମନରେ ପକେଇତେ ବି ଇଚ୍ଛା ହୁଏନି। କାହିଁକି ନା ଆମେ ଜଣଙ୍କ ପ୍ରତି ଧାରଣା ଯେଉଁଟା ବନେଇଥାନ୍ତି ନା, ତାକୁ ସମୟ ସେ ଧାରଣାକୁ ଭୁଲ ପ୍ରମାଣିତ କରିଦିଏ। ଠିକ୍ ଯେପରି ମୋ ସହିତ ହେଇଥିଲା। କିଛି ସମ୍ପର୍କ ଆମକୁ ନିଜେ ଏଠି ତିଆରି କରିବାକୁ ପଡ଼େ, ଆଉ କିଛି ସମ୍ପର୍କ ଭଗବାନ ଆମକୁ ତିଆରି କରିକି ଦେଇଥାନ୍ତି। ଯେପରି ଭାଇ ଭଉଣୀର ସମ୍ପର୍କ। ମା ପେଟରୁ ଜନ୍ମ ହୋଇଥିବା ଆମେ 5ଟି ପିଲା ଭିତରେ ବଡ଼ ଭାଇ ତ ଚାଲିଗଲେ, ଭାଉଜ ଚାଲିଗଲେ, ଆଉ ଆମେ 4 ଜଣ। 4 ଜଣଙ୍କ ଭିତରେ ଯଦି ମନରେ ପଡ଼େ, ତେବେ ଆମେ 2 ଭଉଣୀ ଭଗବାନଙ୍କୁ କମ୍ ମନରେ ପକାଉ, ଆଉ ଭାଇଙ୍କୁ ବେଶୀ ମନରେ ପକାଉ। କାହିଁକିନା ସେ ଭାଇ ନୁହେଁ, ସେ ଭଗବାନ, ଆମର ଭାଗ୍ୟ ବିଧାତା। ଅନେକ ତ୍ୟାଗ ଦେଇଛି ଆମ ପାଇଁ। ଆଜି ଆମେ ଯୋଉଠି ବି ଯେମିତି ବି ଠିଆ ହେଇକି ବଞ୍ଚିକି ନିଶ୍ୱାସ ନେଉଛୁ, ତା ପ୍ରତିଦାନ ଆଜି ତାରି ପାଇଁ। ତା ଜୀବନକୁ ସେ ଶେଷ କରିକି ଆମକୁ ବଞ୍ଚେଇଛି। ମନରେ ପଡ଼େ ପିଲାଦିନରେ ଯଦି ଭାତ ନ ରୁଚେ, ତେବେ ସିଏ ହିଁ ପ୍ରଥମେ ଭାତ ଥାଳି ପାଖରୁ ଉଠିଯାଏ ଏବଂ କିଛି ପୋଡ଼ି ପକାଏ, ନହେଲେ ସାଲାଡ଼ ବନେଇଦିଏ, ନହେଲେ ଆମ୍ବୁଲ ଦଳିକି ଦିଏ। ତାର ଲକ୍ଷ୍ୟ ଯେ କି ମୋ ଭାଇ ଭଉଣୀ, ମା, ମୋ କୁଟୁମ୍ବ ଆଗେ ଖାଆନ୍ତୁ। କିନ୍ତୁ ତା ଭାତ ଥାଳି ସେଇଭଳି ପଡ଼ିକି ରହେ, ଭାତ ଶୁଖିଯାଏ। ଆମେ କହୁ ଯଦି ନନା ଆଗେ ତୁ ଖାଉନୁ, ସିଏ କହେ ତମେ ଖାଅ, କ'ଣ ଦରକାର। ଏମିତି ଭଲ ପାଇବା ଏ ତ ସାମାନ୍ୟ କଥା। ନିଜ ଦେହରୁ ରକ୍ତ ଦେଇକି ବି ଯିଏ କହେନି ମୁଁ ତତେ ରକ୍ତ ଦେଇଦେଲି, ଚୁପ୍ କିଣି ଆସି ମୁହଁ ମାଡ଼ି ଶୋଇଯିବ। ପଚାରିଲେ ବି କହିବନି ଯେଉଁ ରକ୍ତଟା ତୁ ନେଲୁ, ସେଇ ରକ୍ତଟା ମୁଁ ଦେଇଛି ବୋଲି। ଏତେ ନିରହଙ୍କାରୀ ସେ ଥିଲା। କାହାରି ଆଗ ଡାକରା ଯଦି ତା ପାଇଁ ବାହାରେ, ତେବେ ସମସ୍ତେ ଜାଣନ୍ତି ଯେ କି ସିଏ ଗୋଟେ ମହାନ ହୃଦୟବାନ ମଣିଷଟେ। କୋଭିଡ୍ କଥା ମନରେ ପଡ଼େ। କୋଭିଡ୍ ବି ଅନେକଙ୍କୁ ଏକୁଟିଆ କରିଦେଇଛି। ଯେତେବେଳେ କୋଭିଡ୍ ବେଡ୍ରେ ଯିଏ ଶୋଇଥିବ, ସେ ଅନୁଭବ କରିଥିବ ତାକୁ କେହି ଛୁଁ ନଥିବେ, ଉଠିକି ସେ ପାଣି ଗ୍ଲାସଟେ ପିଇ ପାରୁନଥିବ, ଝାଡ଼ା ଯାଇପାରୁନଥିବ, ଏକ କରିପାରୁନଥିବ। ସେଇ ବିଛଣାରେ ପଡ଼ିକି ରହିକି ମୃତ୍ୟୁକୁ ଅପେକ୍ଷା କରିବାଟା କ'ଣ କୋଭିଡ୍ ପେସେଣ୍ଟ ଦେଖିଛନ୍ତି। ଏବଂ ମୃତ୍ୟୁର ତାଣ୍ଡବ ଲୀଳା କ'ଣ, ସେଟା କୋଭିଡ୍ ଯିଏ ପଡ଼ିଛି ସେ ଜାଣିଛି। ଆଉ ଶବଙ୍କ ମଝିରେ ବସି ରହିବାଟା କ'ଣ, ନିଜ ମୃତ୍ୟୁକୁ ଆଖି ଆଗରେ ଦେଖିବାଟା କ'ଣ କୋଭିଡ୍ ପେସେଣ୍ଟ ଜାଣିଛି। ତଥାପି ସେ ନନା ହଜାରେ ମନା କଲା ପରେ ବି ନନା ଯାଇ ମୋତେ ଛୁଏଁ, ମୋ ସେବା କରେ। ତାପରେ କୋଭିଡ୍ ତାକୁ ହେଇଗଲା। ଏମିତି ସିଚୁଏସନରେ ହେଲା ଯେ କି ମୁଁ ବି ପେସେଣ୍ଟ, ସିଏ ବି ପେସେଣ୍ଟ। ମୁଁ ଯାଇ ତା ପାଖରେ ଠିଆ ହେଇପାରିଲିନି। ଅନେକ ଅପବାଦ ମୋ ପାଇଁ ତା ଜୀବନ ବିପଦରେ ପଡ଼ିଗଲା।
କିନ୍ତୁ ସେ ଭାଇ କହିଲା, ମୁଁ ଯଦି ନ ଚାହିଁଥାନ୍ତି ସେ କ'ଣ ତାକୁ ଆଖି ଆଗରେ ମରିବାକୁ ଛାଡ଼ି ଦେଇଥାନ୍ତି? ଗୋଟେ ଭାଇ କି ହରେଇଛି, ଆଉ ଜଣଙ୍କୁ କ'ଣ ହରେଇଥାନ୍ତି? ଏଭଳି ମହାନ ମୋ ଭାଇ। କ'ଣ କରିବା? କୋଭିଡ୍ ଅନେକ କଥା ଶିଖେଇକି ଗଲା ମଣିଷ ସମାଜକୁ। ହୁଏତ ମୋ ଭାଇକି ସ୍ୱାର୍ଥପରତା ଶିଖେଇଦେଲା। ହୁଏତ ସିଏ ଅନୁଭବ କଲା ମୋ ଅନ୍ତେ ମୋ ପରିବାର କ'ଣ କରିବ, ମୋ ସ୍ତ୍ରୀ ମୋ ଛୁଆ କ'ଣ କରିବେ। ହୁଏତ ତାକୁ ଜୀବନର ଲେସନ୍ ଅଲଗା ଶିଖେଇଦେଲା। ହୁଏତ ତାକୁ ଶିଖେଇଦେଲା ଅନ୍ୟ କଥାରେ ମୁଣ୍ଡ ଖେଳାନି, ଚୁପ୍ ସାଇଲେଣ୍ଟ ହେଇକି ବସିବା ଶିଖେଇଦେଲା, ନୀରବ ଦ୍ରଷ୍ଟା ଶିଖେଇଦେଲା ତାକୁ। ଆଜି ସେ କାହାରି କଥାରେ ମୁଣ୍ଡ ଖେଳଉନି, ନିଜେ ବଞ୍ଚିଲେ ବାପର ନା। ତେଣୁ ଦୁଃଖ ଲାଗୁନି। ମୁଁ ଯଦି ଦୁଃଖ କରିବି ନା, ମୁଁ ଭାବିବି ଯେ କି ମୋ ଭାଇ ଦଉଥିଲା ଆଜି ଦେଲାନି, ମୋ ଭାଇ ଆସୁଥିଲା ଆଉ ଆସୁନି, ମୋ ଭାଇ ପଚାରୁଥିଲା ଆଉ ପଚାରୁନି। ବହୁତ କଲା, ତାକୁ ବି ରେଷ୍ଟ ଦରକାର। ସେ କ'ଣ ଠେକା ନେଇଛି କି ତା ସ୍ତ୍ରୀର କ୍ୱେଶ୍ଚନ୍? ନା, ଯେତିକି ବାଟ ସାଥ ଥିଲା ଦେଲୁ, ଏବେ ତୁ ବି ବଞ୍ଚ। ହଠାତ୍ ସ୍ୱାମୀର ହାର୍ଟ ପ୍ରୋବ୍ଲେମ୍ ବାହାରି ପଡ଼ିଲା, କେୟାର ହସ୍ପିଟାଲ ହଠାତ୍ କିନି ଯିବାକୁ ପଡ଼ିଲା। ପାଖରେ ବି ସେତେ ପଇସା ନାହିଁ। ଇନ୍ସୁରାନ୍ସ ବାଲା ସିନା ମେଡ଼ିକାଲ ଖର୍ଚ୍ଚ ଦେଇଦେବ, କିନ୍ତୁ ବାହାରେ ମା ପୁଅ ଖାଇବା ପାଇଁ ଟିଫିନ୍, ସେଠି ବି ରୁମ୍ ମିଳିଲାନି, କାହିଁକିନା ଆଇସିୟୁରେ ସେ ରହିଲେ ନା, ଆମେ ବାହାରେ ରୁମ୍ ନେଇକି ରହିଲୁ। ପଇସା ସେତେ ବି ମୋ ପାଖରେ ନାହିଁ କି ATMରୁ ଉଠେଇବା ପାଇଁ ବି ସମୟ ମିଳିଲାନି। କେମିତି ଯାଇ ଆଗେ ମେଡ଼ିକାଲରେ ପହଞ୍ଚିବାର ଅଛି। ଭାଇକି ଫୋନ୍ କଲି, ଭାଇ ମୁଁ ଆସିକି ମେଡ଼ିକାଲରେ ଅଛି, ଡକ୍ଟର କହୁଛନ୍ତି ବ୍ଲକେଜ୍ ଅଛି, ଷ୍ଟେଣ୍ଟ ଲାଗିବ, ଆଉ ଇନ୍ସୁରାନ୍ସର ତ ହେଇଯିବ। ପ୍ରଥମେ 15,000 ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିଲା ତାଙ୍କର ପଲିସି ଅନୁସାରେ, ମେଡ଼ିକାଲ ପଲିସି ଅନୁସାରେ। ଆଉ ମୋ ପାଖରେ ଲିମିଟେଡ଼ ପଇସା, ଆଉ ATMରେ କାହିଁ ବାଲାନ୍ସ ଦେଖଉନି, ସେ ତ ହୋସରେ ନାହାନ୍ତି, କ'ଣ କରିବି। ସେଇଠୁ ଦ୍ୱିତୀୟ ନମ୍ବର ଭାଇ ସେଇ କଥା ଘରେ ତା ସ୍ତ୍ରୀ ଆଉ ଗୋଟେ ଭାଇ ସାଙ୍ଗରେ ଆଲୋଚନା କଲା। ସାନ ଭାଇଟି 10,000 ଟଙ୍କା ଆଣିକି ଦେଲା ମୋ ବଡ଼ ଭାଇକୁ। ମୋ ବଡ଼ ଭାଇ ନେଇକି ଆସିକି ପହଞ୍ଚିଲା। ସାନ ଭାଇ ଫୋନ୍ କରି କହିଦେଇଥିଲା ଯେ କି ମୁଁ ତୋ ପାଇଁ 10,000 ପଠଉଛି। ମୁଁ ଏଇଟା ଜାଣିଛି, କିନ୍ତୁ ଭାଇକି କିଛି କହିଲେନି। ଷ୍ଟେଣ୍ଟ ଲାଗିଲା, ଭାଇ ରହିଲା। ସକାଳୁ ଉଠିକି ମୋତେ 8,000 ଟଙ୍କା ଦେଉଛି। ମୁଁ କହିଲି, ନନା କ'ଣ କାହିଁକି ପଇସା ଦେଉଛୁ? ନ ଜାଣିଲା ବେଳେ ନେ ଖର୍ଚ୍ଚ କରିବୁ। ଆଉ 10,000 ଆଣିଥିଲି, 8,000 ତୋତେ ଦେଉଛି, ମୋର ଖର୍ଚ୍ଚ ପାଣି ଅଛି। ନନା ପଳେଇ ଆସିଲା। ସେଇ 8,000 ଟଙ୍କା ଧରିକି ମୁଁ ଭାବିଲି, ଜଣେ ଗୋଟେ ଭାଇ ମୋତେ 10,000 ଦେଲା, ନନା ତୁ 2,000 ରଖିକି ମୋତେ 8,000 ଦେଉଛୁ ଏ ବିପଦରେ, କାହିଁ 2,000 ମିଶେଇକି ଦେଲୁନି? ଯେଉଁ ଭାଇ କୋଭିଡରେ ମୋତେ ବଞ୍ଚେଇଥିଲା, ଯେଉଁ ଭାଇ 2 ଲିଟର ବ୍ଲଡ଼ ମୋତେ ଦେଇଥିଲା, ଯେଉଁ ଭାଇ ପାଇଁ ଆଜି ଆମେ ବଞ୍ଚିଛୁ, ସିଏ ମୋ ପାଉଣାରୁ, ଯେଉଁଟାକି ନିହାତି ସେତେବେଳେ ମୋତେ ପଇସା ଦରକାର, ସେତେବେଳେ ସିଏ 2,000 ମିଶେଇକି ଦେଲାନି, 2,000 କାଟିକି ଦେଲା। ତାହେଲେ ଜୀବନ କ'ଣ ଶିଖାଏ ଆମକୁ? କ'ଣ କୋଭିଡ୍ ଶିଖେଇ ଦେଇକି ଗଲା? କ'ଣ ସେ ଭଲ ପାଇବା ପଛକୁ ରହିଗଲା? ଆଗକୁ ଏଇ କ'ଣ ବିକୃତ ଦୃଶ୍ୟ? କିଛି କହିଲେନି। ଭାବିଲି ମୋ ଭାଇ ଆଉ ମୋ ଭାଇର ଭଲ ପାଇବା ପଛକୁ ରହିଗଲା। ପଛ କଥା ସବୁ ପଛରେ ରହିଗଲା।
ଏଇଖିନା ଆଗକୁ ଅଲଗା ଷ୍ଟୋରି, ଅଲଗା କାହାଣୀ, ଅଲଗା ପାଠପଢ଼ା ହେଇଛି, ଅଲଗା ଜୀବନ। କ'ଣ କରିବା? ସମୟ ବଡ଼ ବଳବାନ। ମଣିଷକୁ କ'ଣ କେତେବେଳେ କ'ଣ ଶିଖେଇ ଦେଇକି ଯାଏ ସେଟା ଈଶ୍ୱର ହିଁ ଜାଣନ୍ତି। ଯଦି ମୋର ଏ ନିଜସ୍ୱ ଅନୁଭବ ଆପଣଙ୍କୁ ଭଲ ଲାଗିଥିବ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରତେ ଭୁଲିବେନି। ନିଶ୍ଚୟ କମେଣ୍ଟ ଲେଖିବେ କେମିତି ଲାଗିଲା ଆପଣଙ୍କୁ। ଜୟ ଜଗନ୍ନାଥ।